ଗୋଟିଏ ସମୟର କଥା। ଗୋଟେ ଛୋଟ କୁଡ଼ିଆରେ ଗୋଟେ ବୁଢ଼ୀ ଲୋକ ଓ ତା ଧଳା ବିଲେଇ ରହୁଥିଲେ। ସେ ତା ବିଲେଇକୁ ବହୁତ ଭଲ ପାଉଥିଲା। ସେ ତା ସହ ଖେଳେ ଓ ଖୁସିରେ ଦିନ ଗୁଡ଼ିକ କାଟୁଥାଏ। କିନ୍ତୁ ହଠାତ୍ ଦିନେ କିଛି ଚୋର ଆସି ବୁଢ଼ୀଠାରୁ ତାର ପ୍ରିୟ ବିଲେଇକୁ ଚୋରେଇ ନେଲେ ଆଉ ତାକୁ ଗୋଟେ ପିଞ୍ଜରାରେ ରଖିଦେଲେ। ବୁଢ଼ୀ ଲୋକଟି ଦୁଃଖରେ ତା ବିଲେଇର ନାଁ ଧରି ବହୁତ କାନ୍ଦୁଥିଲା। ଦିନ ରାତି ସେ କାନ୍ଦିବାକୁ ଲାଗିଲା। ସେ ଦୁଃଖରେ ବହୁତ ଛଟପଟ ହେଉଥିଲା। ଏମିତି ଦିନ ରାତି ଦୁଃଖରେ କାନ୍ଦି କାନ୍ଦି ସେ ସୁଖୀ ହଠାତ୍ ତାର ମୃତ୍ୟୁବରଣ ହେଇଗଲା। ଆଉ ଏପଟେ ଧଳା ବିଲେଇଟି କଳେବଳେ କୌଶଳେ ସେଠୁ ଖସି ପଳାଇ ଆସିଲା। ଆଉ ସେ ବାଟ ଖୋଜି ଖୋଜି ଯେତେବେଳେ କୁଡ଼ିଆ ନିକଟରେ ପହଞ୍ଚିଲା, ସେ ଦେଖିଲା ତା ସାଥୀ ମରିକି ପଡ଼ିଛି। ସେ ବୁଢ଼ୀର ସମାଧି ଉପରେ ଏମିତି ବସି ବସି ଖାଲି କାନ୍ଦିବାକୁ ଲାଗିଲା। କିନ୍ତୁ ହଠାତ୍ ସ୍ୱର୍ଗଲୋକରୁ ଜଣେ ଆସି ତାକୁ ଦେଖାଦେଲା ଆଉ କହିଲା, ହେ ମୋର ଛୋଟ ପ୍ରିୟ ବିଲେଇ, ତୁ ଆଉ କାନ୍ଦନି। ମୁଁ ତୋ ପାଇଁ ତୋ ସାଥୀର ଆତ୍ମାକୁ ଡାକି ଦେଉଛି। ତୁ ତା ସହ ମନ ଭରି କଥା ହେଇଯା। ଏତିକି କହି ସ୍ୱର୍ଗଲୋକର ଦୂତଟି ସେଠାରୁ ଉଭାନ ହେଇଗଲା। ଆଉ ସେ ଉଭାନ ହେବା ମାତ୍ରେ ବୁଢ଼ୀ ଲୋକର ଆତ୍ମା ଆବିର୍ଭାବ ହେଇଗଲା। ଆଉ ହସିକି କହିଲା, ଏ ମୋ ସାଥୀ, ତୁ ମୋତେ ଏତେ ଭଲ ପାଉଛୁ, ତୋ ସହ ମୁଁ ସବୁବେଳେ ଅଛି। ତୁ ଖୁସିରେ ରହ ଆଉ ଆମେ କାଟିଥିବା ସ୍ମୃତି ମୁହୂର୍ତ୍ତ ଗୁଡ଼ିକୁ ମନେ ପକା। ଆଉ କାନ୍ଦେନି, ଖୁସିରେ ରହ। ତୁ ଖୁସିରେ ରହିଲେ ହିଁ ମୋ ଆତ୍ମା ଶାନ୍ତିରେ ରହିବ। ତାପରେ ସେ ତା ସାଥୀ ସହିତ କାଟିଥିବା ଖୁସି ମୁହୂର୍ତ୍ତକୁ ମନେ ପକାଇ ଖୁସିରେ ରହିବାକୁ ଲାଗିଲା। କିନ୍ତୁ ପ୍ରାୟ ସମୟ ସେ ବୁଢ଼ୀର ସମାଧି ପାଖକୁ ଆସି ତା ସହିତ କାଟିଥିବା ଖୁସିର ମୁହୂର୍ତ୍ତ ଗୁଡ଼ିକୁ ମନେ ପକାଏ ଓ ସେଇଠି ବହୁତ ସମୟ କାଟେ।